ଏଇ ଯୋଉ ପରମ୍ପରା ଚାଲିଛି ଆଜିକୁ 118ତମ ମହାମିଳନ ଆଜି ପର୍ବ ପାଳନ ହେଲା। ଏହା ଏଇ ଗର୍ବ ଏବଂ ଗୌରବର ବିଷୟ। ଆମ ଉପଖଣ୍ଡ ଚାରିପଟୁ 5ଟି ସବ୍ ଡିଭିଜନ ଚାରିପଟୁ ସବୁ ବ୍ଲକରୁ ଠାକୁର ଆସି ଯୋଉ ଏଇ ମହାମିଳନ ହେଉଛି, ଏତେ ସଂଖ୍ୟାରେ ଲୋକଙ୍କ ଯୋଗଦାନ ଏବଂ ଠାକୁରଙ୍କ ସାଙ୍ଗେ ଯୋଉ ଭକ୍ତର ଭାବ, ଏହାକୁ ଦେଖି ଆମେ ଏତେ ଗର୍ବ ଏବଂ ଗୌରବ ଏବଂ ଏତେ ଖୁସି ଅନୁଭବ କରୁଛୁ ଯେ ୟା ପାଇଁ କୌଣସି ଶବ୍ଦ ନେଇ ଯେ ଆମେ ୟାକୁ ନିଜ ପରିଭାଷାରେ କୌଣସି ପ୍ରକାଶ କରିପାରିବା। ଠାକୁରଙ୍କ ସହିତ ଯେ ଭକ୍ତଙ୍କ ମିଳନଟା ଆମେ ଯୋଉ ଚକ୍ଷୁରେ ସବୁ ଠାକୁରଙ୍କୁ ଗୋଟେ ଜାଗାରେ ଆଜି ଦେଖିପାରୁଛୁ ଏବଂ ସମସ୍ତେ ଗୋଟେ ଜାଗାରେ ଯୋଉ ବସି ଏତେ ବଡ଼ ପର୍ବଟା ପାଳନ ହେଉଛି, ଏତେ ଲୋକଙ୍କୁ ଗ୍ୟାଦରିଂ ହେଉଛି, ନ କହିବା ଭଲ। ହେଇ ଆସୁଛି ଦୋଳମେଳା ଆଉ ସବୁଆଡ଼ୁ ବି ଲୋକ ଆସୁଛନ୍ତି। ମୁଁ ଆଗରୁ କେବେ ଦେଖିନଥିଲି, ଏଇଟା ମିଶେଇକି ମୋର 3 ବର୍ଷ ହେଲା ମୁଁ ଦେଖି ଆସୁଛି। କିନ୍ତୁ ଏଠି ମୋତେ ବହୁତ ଖୁସି ଲାଗିଲା କ'ଣ ପାଇଁ ନା, ଏଥିରେ ମୁଁ ବିମାନଟା ବୋହିକି ନେଲି, ଠାକୁରଙ୍କୁ ମୋ ନିଜ କାନ୍ଧରେ ନେଇକି ଗଲି। ସେଥିରେ ମୋତେ ବହୁତ ଖୁସି ଲାଗୁଛି। ଆଉ ମାନେ ମୁଁ କହିବି ଯେ ଆମର ଯେଉଁ ଦୋଳମେଳାଟା ହେଉଛି, ମୁଁ ରିକ୍ୱେଷ୍ଟ କରିବି ଯେ ଆମର ସରକାରଙ୍କୁ ଆଉ ଟିକେ ଦୃଷ୍ଟି ଦେଲେ ଆଉ ଭଲ ଭାବରେ ହେଇପାରୁଛି। କରଞ୍ଜିଆ ଐତିହାସିକ ଦୋଳମେଳାର ବିଶେଷତ୍ୱ ହେଉଛି ସବୁଠୁ ନିଆରା। ବୋଲେ ଭାରତବର୍ଷରେ ଏଇଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଏ ଦୋଳମେଳା ଆରମ୍ଭ ପୂର୍ବରୁ ଗଛ ପୂଜା କରିବା, ଶୁଭ ଖୁଣ୍ଟ ପୂଜନ କରିବା, ଏ ହେଉଛି ସବୁଠୁ ନିଆରା ପରମ୍ପରା। ଦ୍ରାବିଡ଼ ସଂସ୍କୃତିରେ ଏ ପରମ୍ପରା ଆରମ୍ଭ ହୋଇଥିଲା। ଏହାର ମହତ୍ତ୍ୱ ହେଉଛି ପ୍ରକୃତିକୁ ଭଲ ପାଇବା। ପ୍ରକୃତିର ସୁରକ୍ଷା ହେଲେ, ପ୍ରକୃତି ଯଦି ଥିବ, ପ୍ରକୃତି ଯଦି ଆମକୁ ଫୁଲ ଫଳ ଛାଇ ବାୟୁ ଦେବ, ଆମ ଜୀବନ ଧାରଣ ହେବ। ଏଇଭଳି ଏକ ମହତ ଉଦ୍ଦେଶ୍ୟରେ ଇଏ ଦୋଳମେଳା ଆରମ୍ଭ ହୋଇଛି। ଇଏ 5ଟି ବ୍ଲକ ଉପଖଣ୍ଡରୁ ଆସିଥିବା ସମସ୍ତ ଦିଅଁମାନେ ଏଠାରେ ଏକତ୍ରିତ ହୁଅନ୍ତି। ଭାଇଚାରାର କଥା ଆସେ ଏବଂ ସମସ୍ତ ଲୋକ ଏଠି ଏକତାର ମନ୍ତ୍ରରେ ପ୍ରଭୁ ଶ୍ରୀ ରସିକେଶ୍ୱରଙ୍କୁ ପୂଜା ଅର୍ଚ୍ଚନା କରନ୍ତି।